ନୂଆପଡ଼ା ଜିଲ୍ଲା ସିନାପାଲି ସହରରେ ଥିବା ସୁଇଚ୍ ବେକରୀରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଥିବା ଖବର ମିଳିଛି। ଗତକାଲି ଦିନ 11ଟା ସମୟରେ ସର୍ଟ ସର୍କିଟ ଯୋଗୁଁ ପ୍ରଥମେ ଏସିରେ ନିଆଁ ଲାଗିଯାଇଥିଲା। ଏହାପରେ ଦୋକାନର ଚାରିଆଡ଼େ ନିଆଁ ଲାଗିଯାଇ ବିଭିନ୍ନ ବେକେରୀ ଆଇଟମ୍, ଆଇସ୍କ୍ରିମ୍, କୋଲ୍ଡ ଡ୍ରିଙ୍କ୍ସ ପୋଡ଼ି ନଷ୍ଟ ହୋଇଯାଇଥିଲା। ସୁଇଚ୍ ବେକେରୀର ମାଲିକ ଚନ୍ଦ୍ରଶେଖର ମେହେର ସିନାପାଲିର ଅଗ୍ନିଶମ ବିଭାଗକୁ ତୁରନ୍ତ ଖବର ଦେଇଥିଲେ। ଏହାପରେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଆସି ନିଆଁକୁ ଆୟତ୍ତ କରିଥିଲେ। ହେଲେ ବେକେରୀ ସାମଗ୍ରୀ ସବୁ ପୋଡ଼ି ଯାଇଥିବା ବେଳେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଥିବା ଦୋକାନ ମାଲିକ ଚନ୍ଦ୍ରଶେଖର ମେହେର କହିଛନ୍ତି। ସିନାପାଲିରୁ ନିରାକାର ମେହେରଙ୍କ ରିପୋର୍ଟ, କୌଶଳ ପ୍ରବାହ। ନଳକୂପ ଖନନ ପାଇଁ ପ୍ଲାନ୍ କରୁଛନ୍ତି କି? ତେବେ ନିଶ୍ଚୟ ଯୋଗାଯୋଗ କରନ୍ତୁ ବାବା ବୋରୱେଲ୍। ମୋବାଇଲ ନମ୍ବର 9938110888 94391470028।